ନମସ୍କାର ଦର୍ଶକ ବନ୍ଧୁ, ମୁଁ ଜୀବନ ସ୍ୱାଗତ କରୁଛି ମୋର ଆଜିର ଆଉ ଏକ ନୂଆ ଭିଡ଼ିଓରେ। ଦର୍ଶକ ବନ୍ଧୁ, ସ୍ୱାଧୀନତା ଦିବସ ଉପଲକ୍ଷେ ସରକାରଙ୍କ ତରଫରୁ 5ଟି ବଡ଼ ଘୋଷଣା ଆପଣମାନଙ୍କ ପାଇଁ କରାଯାଇଛି। এই 5ଟି ବଡ଼ ଘୋଷଣା କ'ଣ ରହିଛି ଏବଂ ଏ 5ଟି ବଡ଼ ଘୋଷଣାରେ ଆପଣମାନେ କେଉଁ ସବୁ ସୁବିଧା ପାଇପାରିବେ ଯାହାକି ସରକାରଙ୍କ ତରଫରୁ ଲାଗୁ କରାଯାଇଛି, ତ ତାହେଲେ ସେଇ ବିଷୟରେ ଆମେ କଥା ହେବା। ତା ଭିତରୁ ଯଦି ଆପଣ ଭିଡ଼ିଓରେ ନୂଆ ଅଛନ୍ତି, ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ କରିବା ପାଇଁ ଜମା ବି ଭୁଲନ୍ତୁନି। ଯଦି ଆପଣମାନେ ଆମ ଫେସବୁକ୍ ପେଜକୁ ଫଲୋ କରୁଛନ୍ତି ତାହେଲେ ଆମ ଫେସବୁକ୍ ପେଜର ନାଁ ହେଉଛି ଲିକୁନ ଏକ୍ସପ୍ରେସ୍ ବୋଲି ଆପଣମାନେ ସେଠି ସର୍ଚ୍ଚ କରିକି ମଧ୍ୟ ଆପଣମାନେ ଫଲୋ କରିପାରିବେ। ଯଦି ଆପଣମାନେ ଭିଡ଼ିଓରେ ପ୍ରଥମ ଥର ପାଇଁ ନୂଆ ଦେଖୁଛନ୍ତି ତ ତୁରନ୍ତ ଭିଡ଼ିଓଟିକୁ ସବସ୍କ୍ରାଇବ କରିଦେବେ, କାରଣ ଆମେ ଯାହା ବି ହେଉଛି ନୂଆ ନୂଆ ଭିଡ଼ିଓ ଆପଣଙ୍କ ପାଖରେ ପହଞ୍ଚାଇ ପାରିବୁ। ଆପଣଙ୍କ ପାଖରେ ଯାଇ ନୋଟିଫିକେସନଟି ପହଞ୍ଚି ପାରିବେ ଏବଂ ଆପଣମାନେ ତାକୁ ସୁବିଧା ନେଇପାରିବେ। ତ ଚାଲନ୍ତୁ ଡେରି ନକରି ଆଜିର ଭିଡ଼ିଓଟି ଏଇଠି ଷ୍ଟାର୍ଟ କରିବା। ଦର୍ଶକ ବନ୍ଧୁ, ଆପଣ ସବୁ ଜାଣିଥିବେ ବର୍ତ୍ତମାନ ଆପଣଙ୍କର ଅଗଷ୍ଟ ମାସ 15 ତାରିଖରେ ସରକାରଙ୍କ ତରଫରୁ 80ତମ ସ୍ୱାଧୀନତା ଦିବସ ଉପଲକ୍ଷେ 5ଟି ବଡ଼ ଘୋଷଣା କରାଯାଇଛି। ଏ 5ଟି ବଡ଼ ଘୋଷଣାଟି କ'ଣ ରହିଛି ଚାଲନ୍ତୁ ସେ ବିଷୟରେ ଜାଣିବା। ଦେଖନ୍ତୁ, ଏଇଠି ଆପଣଙ୍କ ଲେଖା ଅଛି କି ସ୍ୱାଧୀନତା ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କର ବଡ଼ ଘୋଷଣା। ଏକରେ ଆସିଲା ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ପାଇଁ ଯେଉଁ ସର୍ବାଧିକ 6ଟା ସୁଯୋଗ ଥିଲା ଏହାକୁ ଉଠାଇ ଦିଆଗଲା। ସର୍ବୋଚ୍ଚ ବୟସ ସୀମା ପର୍ଯ୍ୟନ୍ତ ଆଶ୍ରୟଙ୍କ ସୁଯୋଗ ମିଳିବ। ଦୁଇରେ କ'ଣ ଅଛି ନା ସରକାରଙ୍କ କର୍ମଚାରୀଙ୍କ ଦେହାନ୍ତ ପରେ ଅନୁକମ୍ପାମୂଳକ ନିଯୁକ୍ତିକୁ କୋହଳ କରାଯାଇଛି। ତିନିରେ କ'ଣ ଅଛି, ଏଣିକି ନବମ ଓ ଦଶମ ପିଲାଙ୍କୁ ମିଳିବ ମାଗଣା ପାଠ୍ୟପୁସ୍ତକ ଓ ଯୁବବର୍ଗଙ୍କ ପାଇଁ ଆଗାମୀ 2ରୁ 3 ବର୍ଷ 3 ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଆଗାମୀ 5 ବର୍ଷରେ 20 ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ରାଜ୍ୟକୁ ନିବେଶ ଆସୁଥିବା ଶିଳ୍ପ ପାଇଁ ଆବଶ୍ୟକ ଶିକ୍ଷା ଓ ତାଲିମ ଦିଆଯାଉଛି। 5ରେ କ'ଣ ଅଛି ନା ମଧୁବାବୁ ପେନସନ ଯୋଜନାରେ ଆଗାମୀ ଦିନରେ ଆଉ 7 ଲକ୍ଷ ହିତାଧିକାରୀ ସାମିଲ ହେବେ। ଏନେଇ ପ୍ରକ୍ରିୟା ଆରମ୍ଭ କରୁଛନ୍ତି ସରକାର। ତ ଚାଲନ୍ତୁ ଡିଟେଲ୍ସ ହିସାବରେ ମୁଁ ଆପଣଙ୍କୁ ଏଇଟା ବୁଝେଇ ଦେଉଛି। ଦେଖନ୍ତୁ, ଯଦି ଜାଣିବା ପାଇଁ ଯିବା କି ମଧୁବାବୁ ପେନସନ ଯୋଜନାରେ ଆପଣଙ୍କର ଯେଉଁଙ୍କର ଅପଡେଟ୍ ଥିଲା କି ଆଗାମୀ ଦିନରେ 7 ଲକ୍ଷ ହିତାଧିକାରୀ ସାମିଲ ହେବେ ଯାହାକି ମଧୁବାବୁ ପେନସନ ଯୋଜନା ମାଧ୍ୟମରେ, ଏବଂ ଏନେଇ ପ୍ରକ୍ରିୟା ମଧ୍ୟ ଆରମ୍ଭ କରୁଛନ୍ତି ସରକାର। ଆଉ କ'ଣ ରହିଛି ନା ଆପଣଙ୍କ ଯୁବବର୍ଗଙ୍କ ମାନଙ୍କ ପାଇଁ ଆଗାମୀ 3 ବର୍ଷରେ 3 ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଆଗାମୀ 5 ବର୍ଷରେ 20 ଲକ୍ଷ ନିଯୁକ୍ତି ସୃଷ୍ଟି ହେବା ଏବଂ ନିବେଶ ଆସୁଥିବା ଶିଳ୍ପ ପାଇଁ ଆବଶ୍ୟକ ଶିକ୍ଷା ତାଲିମ ଦିଆଯାଉଛି। ମାନେ ଆପଣଙ୍କର ଯେଉଁ 3 ବର୍ଷରେ 3 ଲକ୍ଷ ନିଯୁକ୍ତି ସୃଷ୍ଟି ହେବ, ସେ 5 ବର୍ଷରେ ଆପଣଙ୍କର 20 ଲକ୍ଷ ନିଯୁକ୍ତି ସୃଷ୍ଟି ହେବ। ଏ ନେଇ ରାଜ୍ୟକୁ ବହୁତ ପ୍ରକାର ଶିଳ୍ପ ଏବଂ ତାମିଲ କେନ୍ଦ୍ର ଆପଣଙ୍କର ଆସୁଛି, ସେଥିରେ ଆପଣମାନେ ନିଜ କ୍ୟାରିୟର ଆପଣମାନେ ବନେଇ ପାରିବେ। ଆଉ କ'ଣ ଅଛି ନା ଏଣିକି ନବମ ଓ ଦଶମ ପିଲାଙ୍କୁ ମିଳିବ ମାଗଣା ପାଠ୍ୟପୁସ୍ତକ। ପ୍ରଥମ ଥର ପାଇଁ ରାଜ୍ୟରେ ନବମ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ମଧ୍ୟ କରାଯାଇଛି ଏବଂ ପୂର୍ବରୁ ବିଦ୍ୟାଳୟ ଗୁଡ଼ିକରେ 8ମ ଶ୍ରେଣୀ ପର୍ଯ୍ୟନ୍ତ ଥିଲା ନିଃଶୁଳ୍କ ପାଠ୍ୟପୁସ୍ତକ ପ୍ରଦାନ କରାଯାଉଥିଲା। ଏହା ସହିତ ନବମ ଓ ଦଶମ ଶ୍ରେଣୀ ପର୍ଯ୍ୟନ୍ତରେ ପିଲାମାନଙ୍କ ପାଇଁ ମଧ୍ୟ ନିଃଶୁଳ୍କ ପାଠ୍ୟପୁସ୍ତକ ପ୍ରଦାନ କରାଯିବ। ଆଗରୁ ଖାଦ୍ୟ ମିଳୁଥିଲା, ଯେଉଁ ଆମ 8ମ କ୍ଲାସ ପର୍ଯ୍ୟନ୍ତ ଆପଣଙ୍କ ଖାଦ୍ୟ ମିଳୁଥିଲା, ଏବେ ସେଟାକୁ ନବମ ଓ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଆପଣଙ୍କ ଖାଦ୍ୟ ମିଳିବ ଏବଂ ପାଠ୍ୟପୁସ୍ତକ ମଧ୍ୟ ଆପଣଙ୍କୁ ଏଠି ପ୍ରଦାନ କରାଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। ଆଉ କ'ଣ 1 କୋଟିରୁ ଅଧିକ ସୁବିଧା ହିତାଧିକାରୀଙ୍କ ସାମିଲ କରିବାକୁ ନେଇ ସରକାରଙ୍କ ବଡ଼ ଘୋଷଣା। ଏହି ସ୍କିମ୍ରେ ଓଡ଼ିଶା ସରକାରଙ୍କ ତରଫରୁ ରାଜ୍ୟ ମହିଳାଙ୍କୁ 5 ବର୍ଷରେ 50,000 ଟଙ୍କା ମିଳିବ। ମାନେ ଆପଣଙ୍କ ଯେଉଁମାନଙ୍କ ସୁଭଦ୍ରା ବାଦ ପଡ଼ିଥିଲେ ସେମାନେ 1 କୋଟିରୁ ଅଧିକ ସୁଭଦ୍ରା ଯେଉଁମାନେ ହିତାଧିକାରୀ ଭାବରେ କିଛି ସୁବିଧା ପାଉନଥିଲେ, ତ ସେମାନେ ମଧ୍ୟ ଆଉ ଥରେ 5 ବର୍ଷରେ 50,000 ଟଙ୍କା ଆପଣମାନେ ପାଇବା ପାଇଁ ଯାଉଛନ୍ତି। ଆଉ କ'ଣ ନା ଓଡ଼ିଶା ସିଭିଲ ସର୍ଭିସକୁ ପରୀକ୍ଷା ପାଇଁ ଯେଉଁ ସର୍ବାଧିକ 6ଟା ସୁଯୋଗ ଥିଲା ଏହା ଲିମିଟେଡ୍ କରିବାକୁ ସ୍କିମ୍ ଘୋଷଣା କରିଛନ୍ତି। ସର୍ବୋଚ୍ଚ ବୟସ ସୀମା ଆପଣଙ୍କର ଆଶ୍ରୟ ଦେବ ଏବଂ ସରକାରୀ କର୍ମଚାରୀଙ୍କ ଦେହାନ୍ତ ପରେ ଅନୁକମ୍ପାମୂଳକ ନିଯୁକ୍ତି କୋହଳ କରାଯିବ। ସିଭିଲ ସର୍ଭିସ ପାଇଁ ଏଇଟା ଗୋଟେ ଆପଣଙ୍କର ବହୁତ ବଡ଼ ସୁଯୋଗ। ଆପଣମାନଙ୍କର ଯାହା ବି କିଛି ସ୍କିମ୍ ଘୋଷଣା କରିଛନ୍ତି, ତ ବୟସ ସୀମା ଆପଣଙ୍କର ହାଲକା ଜଷ୍ଟ ମାନେ ଯେତିକି ଏଜ୍ ଥିଲା ସେଥିରେ ଆପଣଙ୍କର ଟିକେ ବୟସ ସୀମା କରାଯିବ ଏବଂ ଯେଉଁ ସରକାରଙ୍କ କର୍ମଚାରୀ ଯେଉଁମାନେ ଚାକିରି କରିଛନ୍ତି ସେମାନଙ୍କ ଦେହାନ୍ତ ବି ଅନୁକମ୍ପାମୂଳକ ଯେଉଁ ନିଯୁକ୍ତି ହୋଇଥିଲା ସେଟା ମଧ୍ୟ ଟିକେ ଆପଣଙ୍କୁ ପାଇବା ପାଇଁ ସୁବିଧା ହେବ। ତ ଆଶା କରିବି କି ଭିଡ଼ିଓଟି ଆପଣଙ୍କୁ ଆଜି ବହୁତ ଭଲ ଲାଗିଥିବ। ଯଦି ଭିଡ଼ିଓ ଭଲ ଲାଗିଥିବ ଭିଡ଼ିଓକୁ ଲାଇକ୍ କରିଦେବେ, ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦେବେ, ପାଖରେ ଥାଇ ବେଲ୍ ଆଇକନ୍କୁ ଅଲ୍ରେ ସେଟ୍ କରିଦେବେ, କାରଣ ଆମେ ଯାହା ବି ନୂଆ ନୋଟିଫିକେସନ ଆପଣମାନଙ୍କ ପାଖରେ ପହଞ୍ଚେଇ ପାରୁଛୁ ଆପଣଙ୍କ ପାଖରେ ପହଞ୍ଚି ପାରିବ। ଆଜି ମୁଁ ରହୁଛି ଆଜ୍ଞା, ଧନ୍ୟବାଦ।